ରଚନାବଳୀ ପାର୍ଟ 3 ଧମ୍ମପଦର ଟୀକା। ଆଜି ବିଷୟ ରହିଛି ପ୍ରିୟ ଅପ୍ରିୟ। ଯାହା ଆଦୌ ଲାଭଦାୟକ ନୁହେଁ, ଯିଏ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ହିଁ ସେହିଗୁଡ଼ିକ ହାତରେ ଦେଇ ଦେଇଥାଏ, ଯାହା ପ୍ରକୃତରେ ଲାଭଦାୟକ, ଯିଏ ଆପଣାକୁ ସେଗୁଡ଼ିକ ଲାଗି ତତ୍ପର ରଖିନଥାଏ, ସମ୍ଭୋଗ ଲାଗି ଯିଏ ଯଥାର୍ଥ ଜ୍ଞାନକୁ ପରିହାର କରିଥାଏ, ଆତ୍ମଜ୍ଞାନର ମାର୍ଗକୁ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ସେ ନିଶ୍ଚୟ ଦ୍ୱେଷ ଅନୁଭବ କରିବ। ଯାହା ଆଦୌ ଲାଭଦାୟକ ନୁହେଁ, ଯିଏ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ହିଁ ସେଗୁଡ଼ିକ ହାତରେ ଦେଇ ଦେଇଥାଏ, ଯାହା ପ୍ରକୃତରେ ଲାଭଦାୟକ, ଯିଏ ଆପଣାକୁ ସେଗୁଡ଼ିକ ଲାଗି ତତ୍ପର ରଖି ନଥାଏ, ସମ୍ଭୋଗ ଲାଗି ଯିଏ ଯଥାର୍ଥ ଜ୍ଞାନକୁ ପରିହାର କରିଥାଏ, ଆତ୍ମଜ୍ଞାନର ମାର୍ଗକୁ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ସେ ନିଶ୍ଚୟ ଦ୍ୱେଷ ଅନୁଭବ କରିବ। ଏଠି କହୁଛନ୍ତି ମାନେ ଯୋଉଟା ଲାଭଦାୟକ ନୁହଁ, ଯାହା ଯିଏ ସେଇ କାମ ଗୁଡାକ କରୁଛି ବା ସେଗୁଡ଼ିକୁ ମାନେ ସେଇ ଭାବରେ ସେ ବଞ୍ଚୁଛି, ଯୋଉଟା ଲାଭଦାୟକ ନୁହଁ ସେଇଟାକୁ ହିଁ ସେ ସର୍ବସ୍ୱ କରି ରଖିଛି, ମାନେ ଯୋଉ ସେଇ ବ୍ୟକ୍ତି ମାନେ। ଏବଂ ଯାହା ପ୍ରକୃତରେ ଲାଭଦାୟକ ତା ପ୍ରତି ତାର କୌଣସି ତତ୍ପରତା ନାହିଁ। ତାହା ଆଉ କଣ ନା ଯିଏ ସବୁ কিছুକୁ ସମ୍ଭୋଗ ଲାଗି ତାର ଜ୍ଞାନକୁ ବ୍ୟବହାର କରୁଛି ଏବଂ ଯଥାର୍ଥ ଜ୍ଞାନକୁ ପରିହାର କରୁଛି, ପରିତ୍ୟାଗ କରିଦଉଛି। ତେଣୁ ସେଇ ପ୍ରକାରର ବ୍ୟକ୍ତି କଣ ହୁଅନ୍ତି ବା କଣ କରନ୍ତି ନା ଅପ୍ରିୟ, ତାଙ୍କର ଅପ୍ରିୟ କୋଉମାନେ? ସେମାନେ କାହାକୁ ବା କାହା ପ୍ରତି ଦ୍ୱେଷ ରଖନ୍ତି? ଲେଖୁଛନ୍ତି ଆତ୍ମଜ୍ଞାନର ମାର୍ଗ ଗ୍ରହଣ କରିଥିବା ବ୍ୟକ୍ତି। ଯୋଉମାନେ ଆତ୍ମଜ୍ଞାନୀ ବା ଆତ୍ମଜ୍ଞାନର ମାର୍ଗ ଗ୍ରହଣ କରିଥାନ୍ତି, ସେମାନେ ଏଇ ପ୍ରକାରର ବ୍ୟକ୍ତି ମାନଙ୍କ ପାଇଁ ଭାରି ଅପ୍ରିୟ। ତେଣୁ ସମ୍ଭୋଗର ପଛରେ ଧାଅ ନାହିଁ, ଯାହା ସୁଖଦାୟକ ନୁହେଁ ସେଥିରୁ ଆହୁରି ଅଧିକ ନିବୃତ୍ତ ହୋଇ ରହ, କାରଣ ଯାହା ସୁଖକର ସେଥିରୁ ବଞ୍ଚିତ ହୋଇ ରହିବା ହିଁ ଦୁଃଖ ଜାତ ହୁଏ ଏବଂ ଯାହା ଅସୁଖକର ତାହାକୁ ଦେଖିବାରୁ ମଧ୍ୟ ସମାନ ଭାବରେ ଦୁଃଖ ଜାତ ହୋଇଥାଏ। ତେଣୁ ତୁମେ କୌଣସି ବସ୍ତୁକୁ ମଧ୍ୟ ପ୍ରିୟ ବୋଲି ଭାବିବ ନାହିଁ, କାରଣ ତୁମେ ଯାହାକୁ ଭଲ ପାଉଛ ସେଇଟି ତୁମ ପାଖରୁ ଚାଲିଗଲେ ତୁମେ ଦୁଃଖ ଅନୁଭବ କରିବ। ଯେଉଁମାନଙ୍କର ଭିତରେ ପ୍ରିୟ ଅପ୍ରିୟ କୌଣସି ଭାବ ନଥାଏ, ସେମାନଙ୍କ ଲାଗି କୌଣସି ବନ୍ଧନ ମଧ୍ୟ ନଥାଏ। ଯାହା ତୁମକୁ ପ୍ରିୟ ବୋଲି ଲାଗୁଥାଏ, ତାହା ହିଁ ତୁମ ଦୁଃଖର କାରଣ ହୁଏ। ଯାହାକୁ ତୁମେ ପ୍ରିୟ ବୋଲି ଭାବୁଥାଅ, ତାହା ହିଁ ତୁମ ଭୟର କାରଣ ହୁଏ। ତେଣୁ ଯିଏ ଆପଣାକୁ ଯାବତୀୟ ପ୍ରିୟ ବସ୍ତୁରୁ ମୁକ୍ତ ରଖିଛି, ଯିଏ କୌଣସି ଦୁଃଖ ଅନୁଭବ କରୁନାହିଁ, ତାର ପୁଣି ଭୟ କରିବାର କଣ ରହିଲା? ପ୍ରେମରୁ ଶୋକ ଜାତ ହୁଏ, ପ୍ରେମରୁ ଭୟ ଜାତ ହୁଏ। ଯିଏ ପ୍ରେମରୁ ମୁକ୍ତ, ଯିଏ କୌଣସି ଦୁଃଖ ଅନୁଭବ କରେ ନାହିଁ, ସିଏ ପୁଣି କାହିଁକି କେଉଁ ବସ୍ତୁକୁ ଭୟ କରିବ? ଆସକ୍ତିରୁ ଶୋକ ଉତ୍ପନ୍ନ ହୁଏ, ଆସକ୍ତିରୁ ଭୟ ଉତ୍ପନ୍ନ ହୁଏ। ଯିଏ ଆପଣାକୁ ଆସକ୍ତିରୁ ମୁକ୍ତ କରି ନେଇଛି, ଯିଏ କୌଣସି ଦୁଃଖ ଅନୁଭବ କରୁନାହିଁ, ତାର ଆଉ ଭୟ କରିବାର ପୁଣି କି ବସ୍ତୁ ରହିଲା? କାମନାରୁ ଦୁଃଖର ଜନ୍ମ, କାମନାରୁ ହିଁ ଭୟର ଜନ୍ମ। ଯିଏ କାମନାରୁ ମୁକ୍ତ ହୋଇପାରିଛି, ଯିଏ କୌଣସି ଦୁଃଖ ଅନୁଭବ କରୁନାହିଁ, ସିଏ ପୁଣି କାହିଁକି କେଉଁ ବସ୍ତୁକୁ ଭୟ କରିବ? ତୃଷ୍ଣାରୁ ଦୁଃଖ ଜାତ ହୁଏ, ତୃଷ୍ଣାରୁ ଭୟ ଜାତ ହୁଏ। ଯିଏ ତୃଷ୍ଣାରୁ ମୁକ୍ତ ହୋଇପାରିଛି, ଯିଏ କୌଣସି ଦୁଃଖ ଅନୁଭବ କରୁନାହିଁ, ତେବେ ସିଏ କାହିଁକି ଆଉ କୌଣସି ବସ୍ତୁକୁ ଭୟ କରିବ? ଯିଏ ଯଥାର୍ଥ ଭାବରେ ଯାବତୀୟ କାର୍ଯ୍ୟ କରେ, ଯାହାର ଯଥାର୍ଥ ଦୃଷ୍ଟି ରହିଛି, ଯିଏ ଧର୍ମସ୍ଥ ଏବଂ ଯିଏ ଯଥାର୍ଥ ସତ୍ୟଟିକୁ ଜାଣିଛି ତଥା ଆପଣାର କର୍ତ୍ତବ୍ୟ କରୁଛି, ସେହି ବ୍ୟକ୍ତିକୁ ହିଁ ସମସ୍ତେ ଭଲ ପାଆନ୍ତି। ଯିଏ ସେହି ଅନିର୍ବଚନୀୟ ପରମ ଶାନ୍ତି ଲାଗି ଅଭିପ୍ସା ରଖିଥାଏ, ଯାହାର ମନ ଜାଗ୍ରତ
ବାସନାର ଜାଲ ଭିତରୁ ଯାହାର ମନ ଛନ୍ଦି ହୋଇ ରହିନଥାଏ, ସେହି ବ୍ୟକ୍ତିକୁ ହିଁ ଊର୍ଦ୍ଧ୍ୱ ସ୍ରୋତ ବୋଲି କୁହାଯାଏ। ଘରୁ ଦୀର୍ଘକାଳ ଅନୁପସ୍ଥିତ ରହିବା ପରେ ନିରାପଦ ଭାବରେ ପୁଣି ଘରକୁ ଫେରି ଆସୁଥିବା ଜଣେ ବ୍ୟକ୍ତିକୁ ଯେପରି ତାହାର ଆତ୍ମୀୟ ଓ ସ୍ୱଜନମାନେ ସ୍ୱାଗତ କରିଥାନ୍ତି, ଯଥାର୍ଥରେ ନିଜର ଯାବତୀୟ କାର୍ଯ୍ୟକୁ ସମ୍ପାଦନ କରୁଥିବା ଜଣେ ବ୍ୟକ୍ତିର କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି ହୋଇଥାଏ। ଏହି ଜଗତରୁ ବିଦାୟ ନେଇ ଯେତେବେଳେ ସେ ଅନ୍ୟ ଜଗତକୁ ଯାଏ, ସେତେବେଳେ ତାର ଉତ୍ତମ କର୍ମମାନ ତାହାର ଆପଣାର ଲୋକ ପରି ତାକୁ ସ୍ୱାଗତ କରି ନେଇଥାଏ। ପ୍ରିୟ ଅପ୍ରିୟ କଥାଟି ଆରମ୍ଭ କରିଛନ୍ତି। ତା ଭିତରେ ଟୀକାଟିରେ ପ୍ରଥମେ କହିଲେ, ଯେଉଁମାନେ ଯଥାର୍ଥ ଜ୍ଞାନକୁ ପରିହାର କରି ସମ୍ଭୋଗ ଲାଗି ନିଜକୁ ତତ୍ପର ରଖିଥାନ୍ତି, ସେମାନେ ପ୍ରକୃତରେ ତାଙ୍କ ପାଇଁ ଯୋଉଟାକ ଲାଭଦାୟକ ନୁହେଁ, ତାକୁ ହିଁ ସେମାନେ ସର୍ବସ୍ୱ ବୋଲି ଗ୍ରହଣ କରିଥାନ୍ତି ଏବଂ ସେମାନେ ଆତ୍ମଜ୍ଞାନର ମାର୍ଗରେ ରହୁଥିବା ବ୍ୟକ୍ତିମାନଙ୍କ ପ୍ରତି ଦ୍ୱେଷ ରଖନ୍ତି। ତେଣୁ ଯୋଉମାନେ ଆତ୍ମଜ୍ଞାନ ସେମାନଙ୍କ ମାର୍ଗରେ ଥାନ୍ତି, ସେମାନେ କଣ କରନ୍ତି ସେ କଥା ବର୍ଣ୍ଣନା କରୁଛନ୍ତି ଯେ ଯୋଉ ସେମାନଙ୍କ ପାଇଁ ପ୍ରିୟ ଅପ୍ରିୟ କୌଣସି ଭାବ ନଥାଏ ଏବଂ ଯୋଉମାନେ ପ୍ରିୟ ଅପ୍ରିୟ ଭାବ ରଖିଥାନ୍ତି ସେମାନେ ଦୁଃଖ ପାଆନ୍ତି ଏବଂ ଭୟରେ ରୁହନ୍ତି। ସେଠୁ ସେ ଲେଖୁଛନ୍ତି, ପ୍ରେମରୁ ଶୋକ ଜାତ ହୁଏ, ପ୍ରେମରୁ ଭୟ ଜାତ ହୁଏ, ଆସକ୍ତିରୁ ଶୋକ ଉତ୍ପନ୍ନ ହୁଏ, କାମନାରୁ ଦୁଃଖ ଜନ୍ମ, ତୃଷ୍ଣାରୁ ଦୁଃଖ ଜାତ, ତୃଷ୍ଣାରୁ ଭୟ ଜାତ, କାମି ସବୁଥିରୁ ଭୟ ଜାତ ଏବଂ ଦୁଃଖ ଜାତ। এই ବିଷୟ ବର୍ଣ୍ଣନା କଲା ପରେ ତାପରେ କହୁଛନ୍ତି, ଯିଏ ଯଥାର୍ଥ ଭାବରେ ଯାବତୀୟ କାର୍ଯ୍ୟ କରେ, ଯାହାର ଯଥାର୍ଥ ଦୃଷ୍ଟି ରହିଛି, ତେଣୁ ତାକୁ ଯିଏ ଯଥାର୍ଥ ସତ୍ୟଟିକୁ ଜାଣିଛି ତାକୁ ସମସ୍ତେ ଭଲ ପାଆନ୍ତି। ଊର୍ଦ୍ଧ୍ୱ ସ୍ରୋତ ସହିତ ସେ ନିଜକୁ ସଂଯୁକ୍ତ କରି ରଖିଥାଏ। ଏହି ପ୍ରକାରର ସେ ବର୍ଣ୍ଣନା କରିଛନ୍ତି ଏହି ପ୍ରିୟ ଅପ୍ରିୟ ଟୀକାରେ। ମା ବର୍ଣ୍ଣନା କରୁଛନ୍ତି, ଜ୍ଞାନଯୁକ୍ତ ହେବା ଲାଗି ଆମକୁ ସାଧାରଣତଃ ଯେଉଁ ସବୁ କାରଣ ଦର୍ଶା ଯାଇଥାଏ, ସେଗୁଡିକ ମୋତେ ସର୍ବଦା ଭାରି ଦୁର୍ବଳ କାରଣ ବୋଲି ମନେ ହୋଇଥାଏ। ତୁମେ ଏଇ କଥାଟି କରିବ ନାହିଁ, କାରଣ ଏଥିରୁ ତୁମକୁ ଦୁଃଖ ଭୋଗିବାକୁ ପଡିବ। ତୁମେ ସେଇ କାମଟିକୁ ମୋଟେ କରିବ ନାହିଁ, କାରଣ ତାହା ତୁମ ମନରେ ଭୟ ଆଣିଦେବ। ମା କହୁଛନ୍ତି ଏଇ ପ୍ରକାରର ଯୋଉ ଡରା ମାନେ ଭୟ ଦେଖାନ୍ତି, ଏଇଟା କର ନାହିଁ, ଏମିତି ସେମିତି କଲେ ଦୁଃଖ ଭୋଗ କରିବ, ଆଉ ନର୍କକୁ ଯିବ, ତୁମ ମନରେ ଭୟ ଆଣିଦେବ, ଏମିତି ଯୋଉ ଭୟ ସୃଷ୍ଟିକାରୀ କଥା ଗୁଡିକ ମା କହୁଛନ୍ତି ଏଗୁଡାକ ଭାରି ଶୁଷ୍କ କଥା। ଏହା ଦ୍ୱାରା ଆମର ଚେତନା ଅଧିକରୁ ଅଧିକ ଶୁଷ୍କ ହେଇଯାଏ, କାରଣ ସେ ଦୁଃଖକୁ ଭୟ କରେ, କଷ୍ଟ ପାଇବ ବୋଲି ଭୟ କରୁଥାଏ, ତେଣୁ ତା ଭିତରେ ଫିୟରନେସ ଟା ବଢିବ ଏବଂ ସେ ଫିୟରନେସ ହିଁ ଗଣ୍ଡଗୋଳ କରିଦବ। ମୁଁ ଭାବୁଛି ଏପରି କହିଲେ ହୁଏତ ଅଧିକ ଭଲ ହବ। କଣ? ଚେତନାର ଏପରି ଗୋଟିଏ ଅବସ୍ଥା ରହିଛି, ଏହି ଚେତନାଟିକୁ ଆମେ ଅଭିପ୍ସା ଏବଂ ଏକ ଅବିଶ୍ରାନ୍ତ ଅନ୍ତଃ ପ୍ରୟାସ ଦ୍ୱାରା ଅର୍ଜନ କରିପାରିବା। ତାଙ୍କୁ ଏମିତି କହିବ କଣ ନା, ଏଇ ଯୋଉ ଚେତନାର ସ୍ଥିତିରେ ତୁମେ ରହିଛ, ତାଠାରୁ ଆଉ ଏକ ଅବସ୍ଥା ରହିଛି, ଯୋଉ ଅବସ୍ଥା କି ଆମେ ଅଭିପ୍ସା କଲେ ପାଇପାରିବା। ଅବିଶ୍ରାନ୍ତ ଅନ୍ତଃ ପ୍ରୟାସ ମାନେ ଚେଷ୍ଟା କରିବା ଅନ୍ତରରୁ କଲେ ପାଇପାରିବା। କୋଉ ଅବସ୍ଥା? ସେ ଅବସ୍ଥାରେ ଆନନ୍ଦ ଅଛି, ଯୋଉଠିକି ଆନନ୍ଦ ଅମିଶ୍ରିତ, ମାନେ କାହା ସହିତ ମିଶି ନାହିଁ। ଏବେ କହୁଛନ୍ତି ଦୁଃଖ ଅଛି ତ ସୁଖ ନିଶ୍ଚୟ ଅଛି, ସୁଖ ଅଛି ତ ନିଶ୍ଚୟ ଦୁଃଖ ଆସିବ। ସେଥିପାଇଁ ଦେଖିଥିବେ ବେଳେ ପିଲାଟି ଅଧିକ ହସିଲେ ଚାପୁଡା ମାରନ୍ତି, କାହିଁକି ନା ହେ ଏତେ ହସିଦେଲି ପୁଣି କାନ୍ଦିବି, ତେଣୁ ଆଗରୁ ମାରି ହେଇଯାନ୍ତି, ନିଜକୁ ବାଡେଇ ହନ୍ତି, ଚାପୁଡା ମାରି ହନ୍ତି। ତେଣୁ ଆମେ ମା କହୁଛନ୍ତି ଆମେ ଏଇ କଥାଟି ମନେ ରଖିବା, ଚେତନାର ଆଉ ଏକ ଅବସ୍ଥା ଅଛି ଯୋଉଠି ଆନନ୍ଦ ଅଛି, ଯୋଉ ଆନନ୍ଦଟା କି ଅମିଶ୍ରିତ, ମାନେ କାହା ସହିତ ମିଶି ନାହିଁ। ତାମାନେ ଦୁଃଖ ସୁଖ ଏଇ ଯୋଗୁ ନାହିଁ, ଏଇ ଜିନିଷ ନାହିଁ। ଦୁଃଖ ହେଲେ ସୁଖ ଅଛି ଆସିବ ମାନେ ଦୁଃଖ ଆସିବ। କାହିଁକି ଆସେ ନା, କାରଣ ଯୁକ୍ତ ହେଇକି ଯେତେବେଳେ ସୁଖ ମିଳେ, ଯେ ଏଇଟା ହେଲେ ମତେ ସୁଖ ମିଳିବ, ଯେତେ ସେଇ କାମନା ବାସନା ଥାଏ, ସେଥିରୁ ଆମକୁ ସୁଖ ଆସିଥାଏ, ତେଣୁ ତାପରେ ଦୁଃଖ ଆସେ। ମା କହୁଛନ୍ତି ଆମେ ଜାଣି ରଖିବା ଆଉ ଏକ ଅବସ୍ଥା ଅଛି ଯୋଉଠି ଆନନ୍ଦ ଅମିଶ୍ରିତ ଅବସ୍ଥାରେ ରହିଛି ଏବଂ ଆଲୋକର ସେଠି ଛାୟା ନାହିଁ।
ଏଠି କହୁଛନ୍ତି ଆଲୋକ ପଡିଛି ମାନେ ନିଶ୍ଚୟ ବସ୍ତୁର ପଛରେ ଛାୟା ରହିଛି। ସେଠି ଛାୟା ନାହିଁ। ଯେଉଁଠାରେ କି ଭୟର ଯାବତୀୟ ସମ୍ଭାବନା ଅନ୍ତର୍ହିତ ହୋଇଥାଏ, ସେଠି ଭୟ ହିଁ ନାହିଁ। ତେଣୁ ତା ଭିତରେ ଗୋଟେ ଆଶାର ସଞ୍ଚାର କରିବେ, ଯଦ୍ୱାରା ସେ ଚେଷ୍ଟା କରିବ ଯେ ମୁଁ ସେଇ ଚେତନାର ସ୍ଥିତିରେ ଯାଇ ପହଞ୍ଚିବି। ବାସ୍, ଏବେ ସେଇ ଚେତନାର ସ୍ଥିତିରେ ପହଞ୍ଚିବା ପାଇଁ କଣ କରିବାକୁ ହବ, ସେ ନିଶ୍ଚୟ ପଚାରିବ। ତାପରେ ତାକୁ ବାଟ ଦେଖେଇବେ। ସେଇ ଅବସ୍ଥାରେ ରହିଥିବା ବ୍ୟକ୍ତି କଦାପି ତା ନିଜ ଲାଗି ଜୀବନଟି ବଞ୍ଚୁ ନଥାଏ, ମାତ୍ର ସେତେବେଳେ ସେ ଯାହା କିଛି କରୁଥାଏ, ଯାହା କିଛି ଅନୁଭବ କରେ, ତାହାର ସବୁ କିଛିକୁ ହିଁ ସର୍ବୋଚ୍ଚ ପରମ ସତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମର୍ପଣ ହୋଇ ରହିଥାଏ। ତାମାନେ ଏଠି ଆମକୁ ବାଟ କହୁଛନ୍ତି କଣ କରିବା, ଯଦି ଆମେ ଏଇ ପ୍ରକାର ଚେଷ୍ଟା କରିବା, ନିଜ ଲାଗି ଜୀବନଟି ନ ବଞ୍ଚି ଭଗବାନଙ୍କ ପାଇଁ ବଞ୍ଚିବା, ଏବଂ ଆମେ ଯାହା କିଛି କରୁଛୁ, ଯାହା କିଛି ଅନୁଭବ କରୁଛୁ, ତାକୁ ପରମ ସତ୍ତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା। ଦେଖନ୍ତୁ, ଆମେ ଯେତେବେଳେ କାର୍ଯ୍ୟ କରୁଛୁ, ବର୍ତ୍ତମାନ ସୁଦ୍ଧା ଆମେ ସେଇ ଅବସ୍ଥାରେ ପହଞ୍ଚି ନାହୁଁ, କିନ୍ତୁ ଆମେ ଚେଷ୍ଟା କରିବା ଯେତେବେଳେ କରୁଛୁ ତାକୁ ତାଙ୍କୁ ଅର୍ପଣ କରି କରିବା, ଯେ ମା ମୁଁ ଏଇ କାମଟି କରିବାକୁ ଯାଉଛି। ଏବଂ ଆମ ଭିତରେ କିଛି ଅନୁଭବ ଆସିଲା, ତାକୁ ବି ମାଙ୍କୁ ଜଣେଇଦେବେ। ସେଇଥିପାଇଁ ସାମର୍ଥ୍ୟ ଅସାମର୍ଥ୍ୟ ଭାବ ଅନୁଭବ ସବୁ କିଛି ମାଙ୍କୁ ଜଣେଇଦବା। ପରମ ବିଶ୍ୱାସ ଏବଂ ଆସ୍ଥାର ସହିତ ସିଏ ସେଇଠି ସମର୍ପଣ କରେ। ଆପଣ ଲାଗି ଯାବତୀୟ ଦାୟିତ୍ୱରୁ ନିଜକୁ ମୁକ୍ତ କରି ରଖିଥାଏ। ନିଜର ସବୁଯାକ ବୋଝକୁ ସେ କେବଳ ତାଙ୍କର ହାତରେ ହିଁ ଦେଇ ଦେଇଥାଏ। ମୁଁ କରିବି ନୁହଁ, ଯୋଉ କାର୍ଯ୍ୟଟି କରୁଛି, ମା ଆଜି ମତେ ଏଇ କାର୍ଯ୍ୟଟି ଦାୟିତ୍ୱ ଦିଆହେଇଛି, ମୁଁ ଏଇ କାର୍ଯ୍ୟଟି କରିବାକୁ ଚାହୁଛି, ତୁମେ ମୋ ଭିତରେ କାର୍ଯ୍ୟ କର। ତାହେଲେ ଏଠି କଣ ହେଲା, ମୁଁ ମୋର ଦାୟିତ୍ୱଟିକୁ ତାଙ୍କ ହାତରେ ଦେଇଦେଲି। କାମଟି କରୁଛି କିନ୍ତୁ ଦାୟିତ୍ୱଟି ତାଙ୍କ ହାତରେ ଦେଇଦେଲି, ତାହେଲେ ବର୍ତ୍ତମାନ ସିଏ ମୋ ଭିତରେ କାମ କରିବେ। ତେଣୁ ସବୁ ଯାକ ବୋଝକୁ ସେ କେବଳ ତାଙ୍କରି ହାତରେ ହିଁ ଦେଇ ଦେଇଥାଏ, ଏବଂ ସେତେବେଳେ ତାହା ଆଉ ଆଦୌ ଏକ ବୋଝ ହୋଇ ରହେ ନାହିଁ। ଇଏ ହଉଛି ସିକ୍ରେଟ। ମୋର କୌଣସି କାର୍ଯ୍ୟ ଲାଗି ମୁଁ ନିଜେ ଦାୟୀ ନୁହେଁ ବୋଲି ଅନୁଭବ କରିବା, ନିଜ ବିଷୟରେ ଆଉ କୌଣସି କଥା ନ ଭାବିବା, ଏଥିରୁ ସର୍ବଦା ଏକ ଅନିର୍ବାଚନୀୟ ଆନନ୍ଦ ମିଳିଥାଏ। ଗୋଟେ ଗୋଟେ ଷ୍ଟେପ ଦେଖନ୍ତୁ, ମନେ ରଖିବା ଆମେ। ମୋର କୌଣସି କାର୍ଯ୍ୟ ଲାଗି ମୁଁ ନିଜେ ଦାୟୀ ନୁହଁ ବୋଲି ଅନୁଭବ କରିବା। ଏଠି ବେପରୁଆ ଭାବ କଥା କୁହାଯାଉଛି। ଯେତେବେଳେ ମୁଁ ସମର୍ପଣ କରିଦେବି, ସବୁବେଳେ କହିବି ମା ଯାହା ତୁମେ ଚାହିଁବ ମା ତାହା ହଉ, ତାହେଲେ ମୁଁ ଆଉ ନିଜକୁ ଦାୟୀ ବୋଲି କରିବି ନାହିଁ। ଆଉ କଣ କରେ, ନିଜ ବିଷୟରେ ଆଉ କୌଣସି କଥା ନ ଭାବିବା। ଯେତେବେଳେ ଯୋଉ ଭାବନା ଆସିବ ତାକୁ ମାଙ୍କ ପାଖରେ ନେଇ ଦେଇଦବା। ମତେ ସେୟା କହିଲା, ମୁଁ କାହିଁକି ସେଟା କରିବି, ଏଇ ଯୋଉ ନିଜ ବିଷୟରେ ଏମିତି ମୋର ଏତେ ଖରାପ ଗୁଣ ଅଛି, ଠିକ ଅଛି, ଯୋଉ ଗୁଣ ଅଛି ତାକୁ ମାଙ୍କୁ କହିଦିଅଛୁ, ବାସ୍ ମା ଏଇ ଗୁଣଟି ମୋ ଭିତରେ କେମିତି ଯିବ। ଏଥିରୁ ସର୍ବଦା ଏକ ଅନିର୍ବାଚନ ଆନନ୍ଦ ମିଳିଥାଏ। ଜଣେ ବ୍ୟକ୍ତି ଯେତେବେଳେ କେବଳ ନିଜ କଥା ହିଁ ଭାବୁଥାଏ, କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ, କଣ କଲେ ଭଲ ହେବ, କଣ କଲେ ମନ୍ଦ ହେବ, କଣ ବର୍ଜନ କରିବାକୁ ହେବ, କଣ ଅନୁଧାବନ କରିବାକୁ ହେବ, ଯେତେବେଳେ ସେ ସେଇ ବିଷୟରେ ଚିନ୍ତା କରିବା ଲାଗିଥାଏ, ସେତେବେଳେ ତାହା ପ୍ରକୃତରେ କେଡେ ଶୁଷ୍କ, ନିରସ, ସ୍ୱାଦହୀନ ବୋଧ ନ ହୁଏ। ଅଧିକ ଦାୟିତ୍ୱ ସମ୍ପନ୍ନ ହେଇକି ଯୋଉ ଭାବେ ମୁଁ ଏଇଟା କରିବି ନା ସେଟା କରିବି, ଏମିତି କରିବି ନା ସେମିତି କରିବି, ଏଇଟା କଲେ ଏହା ହବ, ସେଟା କଲେ ସେୟା ହବ, ଏଇ ପ୍ରକାର ଯୋଉ ଭାବନା, ଇଏ କଣ କରେ, ଗୋଟେ ସ୍ୱାଦହୀନ ଶୁଷ୍କ ଅବସ୍ଥା ଆଣିଦିଏ, ଏବଂ ନିଜକୁ ଟିକେ ଅଧିକ ହତାଶ ନିରାଶ ଆଡକୁ ବେଳେ ବେଳେ ନେଇଯାଏ। ମାଙ୍କୁ କହିବ, ମାଙ୍କୁ ପ୍ରାର୍ଥନା କରିବ, କାର୍ଯ୍ୟଟି କରିବ, ତାପରେ ଦେଖିବେ ନିଜ ଭିତରେ ଉତ୍ତମ ପ୍ରେରଣା ଆସିବ। ମାତ୍ର ଯେତେବେଳେ ଜଣେ ବ୍ୟକ୍ତି ଏପରି ବଞ୍ଚୁଥାଏ, ଉନ୍ମୁକ୍ତ ହୋଇ ବଞ୍ଚୁଥାଏ, ସୂର୍ଯ୍ୟର ସମ୍ମୁଖରେ ଗୋଟେ ଫୁଲ ପରି ଆପଣାକୁ ଉନ୍ମୋଚିତ କରି ଆଣୁଥାଏ, ସିଏ ଯେତେବେଳେ ସର୍ବୋଚ୍ଚ ପରମ ଚେତନା, ପରମ ଜ୍ଞାନ, ପରମ ଆଲୋକ ଏବଂ ପ୍ରେମ ସମ୍ମୁଖରେ ନିଜକୁ ଉନ୍ମୁକ୍ତ କରିଦେଇଥାଏ, ଯିଏ ସବୁ ଜାଣନ୍ତି, ସବୁ କରିପାରନ୍ତି, ଯିଏ ତୁମର ଯାବତୀୟ ଦାୟିତ୍ୱକୁ ବହନ କରନ୍ତି, ଏବଂ ତୁମର ଆଉ ଚିନ୍ତା କରିବାର କିଛି ନଥାଏ, ସେତେବେଳେ ତାହାକୁ ହିଁ ସେ ଆଦର୍ଶ ଅବସ୍ଥା ବୋଲି କୁହାଯିବ। ତେଣୁ ଏଠି ସେଇ କଥାଟି ଆମେ ଯୋଉଟା ଆଲୋଚନା କରି ଆସୁଥିଲେ, ପରମ ଚେତନା, ପରମ ଜ୍ଞାନ, ପରମ ଆଲୋକ, ପ୍ରେମ ସମ୍ମୁଖରେ ସବୁବେଳେ ନିଜକୁ ଉନ୍ମୁକ୍ତ କରି ରଖିଥିବେ। ତାପରେ ମା ନିଜେ କହୁଛନ୍ତି, ଏବଂ ଏଇ କଥାଟି ହୋଇପାରେ ନାହିଁ କାହିଁକି, ଆମେ ଏଇଟା କାହିଁକି କରିପାରୁନୁ, କାରଣ
ଆମେ ସେଇଠି ବିଷୟରେ ଆଦୌ ଭାବୁ ନାହିଁ। ସେଇଠି କରିବାକୁ ଆମେ ଏକାବେଳକେ ଭୁଲି ଯାଉ ଏବଂ ପୁରାତନ ଅଭ୍ୟାସ ଗୁଡିକ ଫେରିଆସି ଆମକୁ ଗ୍ରାସ କରି ପକାନ୍ତି। ଏଟା ସବୁ ବୁଝି ହଉଛି, ତେଣୁ ମୁଁ ଆଉ ବେଶୀ ବୁଝୁନାହିଁ। ଏବଂ ସର୍ବୋପରି ପଶ୍ଚାତ ଦେଶରେ, ଅଚେତନ ମଧ୍ୟରେ ବା ଏପରିକି ଅବଚେତନ ମଧ୍ୟରେ କୌଣସି ଠାରେ ଲୁକାୟିତ ହୋଇ ଏପରି ଏକ ଘାତକ ସଂଶୟ ବସି ରହିଥାଏ, ଯିଏ କି ତୁମର କାନ ପାଖରେ ଆସି କହୁଥାଏ, ଆରେ ତୁ ଯଦି ସାବଧାନ ନ ହେବୁ ତେବେ ତୋତେ କୌଣସି ନା କୌଣସି ଦୁର୍ଭାଗ୍ୟ ଭୋଗିବାକୁ ପଡିବ। ଯଦି ତୁ ନିଜକୁ ନ ଜଗିବୁ ତେବେ ତା ଫଳରେ କଣ ଯେ ଘଟିବ ସେ କଥା ତୁ ନିଜେ ମଧ୍ୟ ଜାଣିପାରିବୁ ନାହିଁ। ଏବଂ ତୁମେ ପ୍ରକୃତରେ ଏଡେ ବୋକା, ଏତେ ନିରାଶ ଓ ଏତେ ଓଲୁ ହୋଇଥାଅ ଯେ ତୁମେ ତାହାର ସେଇ କଥାଟିକୁ କାନ ଦେଇ ଶୁଣ। ନିଜ ବିଷୟରେ ଚତୁର ଓ ସତର୍କ ହେବାକୁ ଆରମ୍ଭ କର ଏବଂ ତାପରେ ସବୁ କିଛି ନଷ୍ଟଭ୍ରଷ୍ଟ ହୋଇଯାଏ। ବ୍ୟକ୍ତି କୈନ୍ଦ୍ରିକ ହେଇଯାଉ, ଅହଂ କୈନ୍ଦ୍ରିକ ହେଇଯାଉ, ହେଇଗଲା ପରେ ସବୁ କିଛି ନଷ୍ଟଭ୍ରଷ୍ଟ ହେଇଯାଏ। ତେଣୁ ଆପଣାର କୋଷ ଗୁଡିକ ଭିତରୁ ଏତେ ଟିକେ ପ୍ରକୃତ ଜ୍ଞାନ, ଏତେ ଟିକେ ସାଧାରଣ ବୁଦ୍ଧି ସଞ୍ଚାରିତ କରିପାରିବାକୁ ଏବଂ ତୁମର ଯେ ଆଦୌ ଚିନ୍ତା କରିବା ଉଚିତ ନୁହେଁ, ଆଉ ଥରେ ସେଇ ଶିକ୍ଷାଟି ଲାଭ କରିବାକୁ ତୁମକୁ ପୁନର୍ବାର ସବୁ କଥା ମୂଳରୁ ହିଁ ଆରମ୍ଭ କରିବାକୁ ହୋଇଥାଏ। ଏହା ବହୁତ ସରଳ ଭାବରେ କହିଗଲେ। ମା ଏଥିରେ ମାମୁଙ୍କର ସେ କଥାଟି ଆମେ ମନେ ପକେଇବା, ମାମୁଁ ଯୋଉଟା ସବୁବେଳେ କହନ୍ତି, ମହାରାଜ ଜୀ କହୁଥିଲେ, ଗୋଟେ ହଉଛି ପ୍ରିୟ ଆଉ ଗୋଟେ ହଉଛି ଶ୍ରେୟ। ମତେ ଯୋଉଟା ଭଲ ଲାଗେ ସେଟା ହେଲା ପ୍ରିୟ, ଯୋଉଟା ଶ୍ରେୟ ହଉଛି ଯୋଉଟା ମୋ ପାଇଁ ଶ୍ରେଷ୍ଠ। ଏଠି ଯୋଉ କଥାଟା ଶେଷକୁ ମା କହିଲେ ଯୋଉଟା ଆମ ପାଇଁ ଶ୍ରେଷ୍ଠ ସେଇ କଥା ବର୍ଣ୍ଣନା କଲେ। ସବୁ କିଛିକୁ ବ୍ୟସ୍ତ ହବା ନ କରିବାକୁ କହିଲେ, ମୁଁ କରିବି, ଏଇଟା କରିବି, ସେଟା କରିବି, ଏମିତି କରିବି, ସେମିତି କରିବି, ଏମିତି ବିଶେଷ କିଛି ଭାବିବା ନାହିଁ। ତା ଉପରେ କନସେନଟ୍ରେଟ ନ କରି ଯାହା ପ୍ରେରଣା ଆସୁଛି ମାଙ୍କ ପାଖରେ ପ୍ରାର୍ଥନା କରିବେ, କାର୍ଯ୍ୟ କରିବେ, ମାଙ୍କୁ କହିଦେବେ, ଦେଇଦେବେ, ସବୁ କିଛି ତାଙ୍କ ଉପରେ ଦାୟିତ୍ୱ ବୋଝ ସବୁ ଛାଡିଦେବେ। ଧୀରେ 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 ଦେଖିବେ ଅନ୍ତର ପ୍ରେରଣା ଆସିବ। ତା ଦ୍ଵାରା ଆମେ ପରିଚାଳିତ ହବା ପରମ ସତ୍ୟ, ପରମ ଆଲୋକ, ପରମ ଜ୍ଞାନ ପାଖରେ ନିଜକୁ ଯେତେ ଅଧିକରୁ ଅଧିକ ଖୋଲି ଧରିବା, ସେତେ ଆମର ଉନ୍ମୁକ୍ତତା ବଢି ବଢି ଚାଲିବ ଏବଂ ତା ଫଳରେ ଉଚ୍ଚତର ଚେତନା ମୋ ଭିତରେ ଯୋଉ କାର୍ଯ୍ୟ କରିବାକୁ ଚାହିଁବେ ତାହା ଗୋଟେ ଆଧାର ପାଇଯିବେ, ତାହା ସେ କରିପାରିବେ। ମା ମା ଥ୍ୟାଙ୍କ ୟୁ ଅଲ୍ ଅରୱାର।